ସଟ୍ ଗୁଡ଼ା ଦଉଛ ହାତରେ କଣ୍ଟା ବାଡ଼େଇ ଗୁଡ଼ା କେବେ ରିକ୍ସ ମନରେ ଆସୁନି କେତେବେଳେ ଇଞ୍ଜର୍ଡ ହଉନା? ଏଞ୍ଜୟ ତ ହୁଏ, ଏଞ୍ଜୟ ହୁଏ ନା ମାନେ ତ ଲୋକଙ୍କ ଆଗରେ ମୁଁ ରିଏଲି ଦେଖୁଛି ନା, ମୁଁ କିଛି ମିଛ କରୁନି ନା, ସବୁ ସତ ଦେଖୁଛି। କ୍ୟାମେରା ଆଗରେ ମିଛ କରୁଥିଲି, ଏଠି ରିଏଲି ଦେଖୁଛି ଯେ ଆପଣ ଯଦି ଦେଖିଲେ ଆପଣ କେମିତି ଲାଗିଲା? ଆମକୁ ତ ଡର ଲାଗିଲା। ଆପଣ କଣ ଭାବିଲେ ସତ ନା ମିଛ? ଏଇଟା ସତ। ସତ ଭାବିଲେ ନା ଯେ ମୁଁ ସତରେ ହିଁ କରୁଛି। ଯେ ମାନେ ଅଡିଏନ୍ସ ଯେତିକି ମାନେ ଭାଇ ବନ୍ଧୁ ମାନେ ମୋ ଭଗବାନ ଯେତିକି ସେତିକି ଆମକୁ ଫୋକସ୍ କରନ୍ତେ ଯେ ଆମେ ଯଦି ତଳେ ପଡ଼ିଛୁ ଆମେ ଉପରୁ ଉଠି ଯାଆନ୍ତୁ। ଅଡିଏନ୍ସ ଯଦି ଫୋକସ୍ କରୁନାହାନ୍ତି। ତଳେ କେମିତି ପଡ଼ିଲେ? ଏତେ ଷ୍ଟନ୍ କଲା ପରେ ଏତେ ଇଏ କଲା ପରେ ସବୁ କ୍ଷେତ୍ରରେ ଡ୍ୟାନ୍ସ ପିଲା ହିଁ ତଳେ ରୁହନ୍ତି ଆଜ୍ଞା। ଅଡିଏନ୍ସ କାହାକୁ ଫୋକସ୍ କରୁଛନ୍ତି? ଆର୍ଟିଷ୍ଟ। କିନ୍ତୁ ପ୍ରଥମେ ତ ଦର୍ଶକ ତମକୁ ଫେସ୍ କରୁଛନ୍ତି ନା। ଆଜ୍ଞା ଯେ ଅଡିଏନ୍ସ ଯଦି 3000 ଲୋକ ଟିକେଟ୍ କାଟା ହେଇଥିବ 2000 ଲୋକ ଡ୍ୟାନ୍ସ ପାଇଁ ରହିବେ। ଡ୍ୟାନ୍ସ ଯଦି ଭଲ ରହିବେ ଡ୍ୟାନ୍ସ ଖରାପ ହେଲେ ସେ ପଳେଇଯିବେ। ତ ସେଇଥିପାଇଁ ବୋଧେ କଣ୍ଟା ଫଣ୍ଟା ଉପରେ ଏଇ ଯୋଉ ପଥର ଛେଚା ଛେଚି ଜୋରଦାର ଆଜି ମୁଁ ବାଇଟ୍ ଦଉଛି ଆଜ୍ଞା, କାଲି ମୋ ଭିଡିଓ କଣ ଭାଇରାଲ ମୁଁ ଜାଣିନି, କିନ୍ତୁ ମୁଁ ଆଜି କହୁଛି କୋଉ ଆର୍ଟିଷ୍ଟ ମତେ କଣ କହିବେ କି କଣ ନୁହେଁ, କିନ୍ତୁ ଆମେ ଅଡିଏନ୍ସକୁ ଅଟକେଇ ରଖୁ, ସେମିତି ପରିଶ୍ରମ ଆମେ କରୁଛୁ, ଆମେ ଅଟକେଇ ରଖିନୁ, କିନ୍ତୁ ଅଡିଏନ୍ସ ଆମ ଦୁଃଖ ବୁଝିପାରନ୍ତିନି। କିନ୍ତୁ ଆର୍ଟିଷ୍ଟ ମାନେ ଯୋଉ ଷ୍ଟାର ଅଛନ୍ତି ଅଡିଏନ୍ସଙ୍କର କଣ ଦୋଷ ରହିଲା? ଅଡିଏନ୍ସ ମାନେ ଯେତେବେଳେ କୁହନ୍ତି ଦିଦି ଯେ ମୁଁ ତ ଏତେ ଷ୍ଟନ୍ କରିଛି, ମୁଁ ଆଜି ନୁହେଁ ମାନେ 2-4 ବର୍ଷ ଯାତ୍ରାରେ ଆସି ଷ୍ଟନ୍ କଲେଣି, ମୋ ଜୀବନକୁ ବାଜି ଲଗେଇ କରିଛି, ବହୁତ ଏନ୍ଜଏଡ୍ ବି ହେଇଛି। ଆପଣ ବି ଆଜି ଦେଖିଛନ୍ତି, ଯେତେବେଳେ ରିଏଲ୍ ଦେଖିଲେ ଅଡିଏନ୍ସ ଭାବନ୍ତି ନା ପିଣ୍ଟୁ କୋଉ ପାର୍ଟିର ଅଛି। କଳାକାର ନଉଛନ୍ତି 10 ଲକ୍ଷ 50 ଲକ୍ଷ ଲକ୍ଷେ କୋଟିଏ ନଉଛନ୍ତି, ତମକୁ କେତେ ମିଳୁଛି? ଆମକୁ ଆଜ୍ଞା 2.5 ଲକ୍ଷ ଦେଲେ ବି 2.5 ଲକ୍ଷ ପରେ ପ୍ଲସ୍ ହବ ଯେ 3 ଲକ୍ଷ ଦେଲେ 3 ଲକ୍ଷ 10 ହେଲେ ନା 10,000 ଆମେ ଦେବୁ। ସବୁ ମାଲିକ ଯେ ତମର ଯୋଉ ପ୍ରଶଂସା ତ ନିରଞ୍ଜନ ବାବୁଙ୍କ ସାନ ଝିଅ ବହୁତ ପ୍ରଶଂସା ଆଜ୍ଞା ପ୍ରଶଂସା କଲେ, ଆଜ୍ଞା ଆଉ ଦର୍ଶକଙ୍କ ପ୍ରଶଂସା କଣ ଅଧିକା ଦରକାର? ପ୍ରଯୋଜିକା ହିସାବରେ ସବ ପ୍ରଯୋଜକଙ୍କର ଆଜ୍ଞା ତାହେଲେ ଆଉ ତାଠୁ ମୂଲ୍ୟବାନ ସମ୍ପତ୍ତି କଣ ଅଛି? ମାଲିକ ତ ଆମକୁ ପଇସା ଦେଲେ, ମାଲିକ ଆମକୁ ପ୍ରଶଂସା କଲେ, ମାଲିକ ମତେ ମାଲିକ 3 ଲକ୍ଷ ଟଙ୍କା ଦେଇ ରଖିଛନ୍ତି। ମୁଁ 6 ଲକ୍ଷ କାମ ଦେଲେ ମାଲିକ ମତେ ଆର ବର୍ଷ ରଖିବେ। ମୁଁ 3 ଲକ୍ଷ ଦେଇଛନ୍ତି, ମୁଁ 2 ଲକ୍ଷ କାମ ଦେବି ମାଲିକ ମତେ ରଖିବେ କି? ରଖିବେନି ନା। କିନ୍ତୁ ମୋ ଜୀବନରେ ମୁଁ କଷ୍ଟ କରି ଚାଲିଛି, ମୋ ଜୀବନ ବହୁତ ମାନେ ଷ୍ଟ୍ରଗଲ ଆଗକୁ ଚାଲିଛି। କିନ୍ତୁ ଦେଇଥିଲେ ଯାତ୍ରାରେ 5,000 ଟଙ୍କା ଦେଇଥିଲେ କେବେ? ଆଜ୍ଞା କୋଉ ମାଲିକ ଦେଇଥିଲେ 5,000 ଟଙ୍କା? ମାଲିକ ଦେଇଥିଲେ କିନ୍ତୁ ମାନେ ଡକା ହେଇନଥିଲା। ଏତେ ଏଠି ମାନେ ବହୁତ ମାନେ ପ୍ରାଇଜ ତ ମୁଁ ଭାବୁଛି ମାହେଶ୍ୱରୀରୁ ଯୋଉ ଆସିଲି ଏତେ ପ୍ରାଇଜ ମୁଁ କୋଉଠି ପାଇନଥିଲି। କିନ୍ତୁ ଏତିକି ରିକ୍ୱେଷ୍ଟ କରୁଛି ସମସ୍ତେ ବାବୁଙ୍କୁ ଫୋନ କରୁ, ଏତିକି ରିକ୍ୱେଷ୍ଟ କରି କହୁଛି ଯେ ଡ୍ୟାନ୍ସ ଫୋକସ ଦିଅନ୍ତୁ, ଡ୍ୟାନ୍ସ ପିଲାଙ୍କୁ ଟିକେ ଗୋଟେ କଣ ଆଖିରେ ଅନାନ୍ତୁ। ଆପଣ କୋରିଓଗ୍ରାଫର କହିଲେ ବାବୁ ଆମର ସବୁ ଡିମାଣ୍ଡ ଫୁଲଫିଲ୍ କରୁଛନ୍ତି, ଯାହା ଆଉ ତାହେଲେ ଆଉ କୋଉ ଟାଇପର ଫୋକସ କରିବେ? ଫୋକସ କର ମାନେ ଧର ଆମେ ଡ୍ୟାନ୍ସ ପିଲା ମାନେ ଆମ ପିଲା ଆମେ ଯାହାକୁ ଆଣିମୁ ଯେ ସିଏ ସେଠି ମାନେ 2 ଲକ୍ଷ ପାଉଛି, ଆମେ 2 ଲକ୍ଷ 30, 40, 50 କହିଲେ ରଖିବ, କାହିଁକିନା ଆମେ ଜାଣିଛୁ ଆମେ ମାଷ୍ଟର, ଆମେ କାମ କରିବୁ ପିଲାଙ୍କୁ ନେଇକି। ଆପଣ କାମ କରିବେନି, ଆପଣ ଜାଣିଛନ୍ତି ଏଇ ପିଲାର ବୁକିଂ ହେଲା, ଆମେ କାମ କରିବୁ। ସେ ପିଲା 2.5 ଲକ୍ଷ ନବ, ଆମେ ତାକୁ 5 ଲକ୍ଷ ଇନକମ କରିବୁ। ସେ ପିଲା 2 ଲକ୍ଷ ନବ, ତାଠୁ 4 ଲକ୍ଷ ଇନକମ କରିବୁ। ସେଟା ଆମ ଉପରେ। ଗୋଟେ ପ୍ରଶ୍ନ ଆସେ ଯେ ତମର ଡ୍ୟାନ୍ସ ପିଲା କେତେ ଜଣ ଅଛନ୍ତି? ଆମର ଝିଅ 16-17 ଧର 15-15, 30 15 ହେଲେ ଗୋଟେ ପିଲାକୁ ଯଦି 20,000 ଲେଖା ହେଲାଣି କି 25,000 କେତେ ପଇସା ହେଲାଣି? ବାବୁ ଆମର ଟୋଟାଲ 75 ଲକ୍ଷ। ଆଜ୍ଞା ଆମ ଟାର୍ଗେଟ ଶୁଣନ୍ତୁ, ଆପଣ ଯୋଉ କହିଲେ 75 ଲକ୍ଷ, ଆମେ 75 ଲକ୍ଷ ଟାର୍ଗେଟ ଦଉଛୁ ଯେ ମୁଁ ବି ନେକ୍ସଟ ମୋ ଗୁରୁ କହିବି ମୁଁ ମାଷ୍ଟର ହେବି, ମୁଁ ଯୋଉ ମାଲିକ ମାନେ ଡିମାଣ୍ଡ କରିବି ମୁଁ ମାଷ୍ଟର ହେବି, ଯେ ମୁଁ ଯୋଉ ପିଲାଙ୍କୁ ଆଣିବି ମୋ ଟାର୍ଗେଟ 50 ଲକ୍ଷ 60 ଲକ୍ଷ ଭିତରେ, 50-60 ମୁଁ କାହା ପହଞ୍ଚିବି ସେଟା ମୁଁ ବୁଝିବି ଯେ କୋଉ ପିଲା କେତେ ନବ,
କୋଉ ପିଲା ମୁଁ ନୂଆ ଆଣିବି। ସେଇଟା ତ ପରମ୍ପରା ଚାଲିଛି କୋରିଓଗ୍ରାଫର ଦିଆଯାଏ ପଇସା ତାଙ୍କର ବର୍ଷକର ଚୁକ୍ତି ଅନୁସାରେ ତାଙ୍କୁ ଦିଆଯାଏ ଆଜ୍ଞା ସେ କୋଉ କଳାକାର କୋଉ ଡ୍ୟାନ୍ସର କେତେ ପଇସା ଦେବେ ସେ ତାଙ୍କର ଡିସାଇଡ୍ କରି ରଖନ୍ତି ଆଜ୍ଞା। ଆଉ ତାହେଲେ ପ୍ରଯୋଜକ କଣ ଅଣଦେଖା କଲେ ପ୍ରଯୋଜକ ଅଣଦେଖା ଇଏ କଲେ ଯେ ଆପଣ ମାନେ ସବୁ କ୍ଷେତ୍ରରେ ମାନେ ନାଟକ ଆର୍ଟିଷ୍ଟ ସମସ୍ତେ ଫୋକସ୍ କରୁଛନ୍ତି ଥରେ ଡ୍ୟାନ୍ସ ଫୋକସ୍ କରନ୍ତି। ଆଉ ଡ୍ୟାନ୍ସ ଫୋକସ୍ କଲେ ଡ୍ୟାନ୍ସ ପରେ କଣ ଦର୍ଶକ ଉଠିକି ପଳେଇବେ ନାଟକ ଉପରେ ଫୋକସ୍ କରିବେ ନାଟକ ଭଲ ହେଲେ ଲୋକ ଦର୍ଶକ ବସି ରହିବେ ଯେ ନାଟକ ଖରାପ ହେଲା ସବୁ କିଛି ଘର ଚାଲ ଦେଖିବା ପାଇଁ ଲୋକ ଆସୁଛନ୍ତି କିଏ ପଚାରୁଛି ସେଥିରେ ମୁଁ ଭଗବାନ ଡାକୁଛି ଯେ ମୋ ପାଇଁ ଯଦି ଦର୍ଶକ ଆସୁଛନ୍ତି ଯେ ଅଡିଏନ୍ସ ଆସୁଛନ୍ତି ଯେ ବାବୁଙ୍କର ବାବୁଙ୍କ ଝିଅଙ୍କର ଯେ ମୋ ଉପରେ ସେତିକି ମାନେ ଭରସା ଅଛି ମୁଁ ତାଙ୍କ ଭରସା କେବେ ଭାଙ୍ଗିବିନି ଭରସା ବୁଡେଇ ରଖି ସମସ୍ତେ ବି ତ ପ୍ରଶଂସା କରୁଛନ୍ତି ସମସ୍ତେ ବି ରାସ୍ତା ଉପରେ ତ ପିଣ୍ଟୁକୁ ଦେଖିଲେ ଲୋକ ଠିଆ ହେଇକି ଆକ୍ସେପ୍ଟ କରୁଛନ୍ତି ଆଜ୍ଞା ଆଠୁ ଆଉ କଣ ଦରକାର ଫ୍ୟାନ୍ ହେଇଗଲି କିଛି ଦରକାର ନାହିଁ କିଛି ଦରକାର ନାହିଁ ଏଇ ଯୋଉ ଦର୍ଶକ ମାନଙ୍କର ଭଲ ପାଇବା କେତେ ଟଙ୍କାର ଆପଣ ତୁଳନା କରିବେ କେତେ ଟଙ୍କା କୁହନି ଯେ ସେ ମୋ ଭଗବାନ ଦର୍ଶକ ମୋ ଭଗବାନ ଯୋଉ ଦର୍ଶକ ମୋ କତିକି ଆସିବେ ନା ମାର୍କେଟ ଛକ ବଜାର ଯେତେବେଳେ ଆସି ଆପଣ ପିଣ୍ଟୁ ତ ଆପଣ ମୁଁ ଦେଖିଥିଲି ସେଠି ମାନେ ମତେ ଏତେ ମାନେ ଖୁସି ଅନୁଭବ ହୁଏ ଯେ ପେଣ୍ଡେଲ ମୋ କେତେ କଷ୍ଟ କଟି ଯାଇଛି ଦେହ ହାତ ଭୁଲିଯାଏ ଯେ ଆଜି ମୁଁ କଷ୍ଟ କରିଥିଲି ଆଜି ମୁଁ କଷ୍ଟରେ ଫଳ ପାଇବି ଯୋଉ ଯାତ୍ରା ପେଟି ଥିଲ ଆଜ୍ଞା ବର୍ତ୍ତମାନ ଇଏ ଯାତ୍ରା ପେଟି ମାଲିକ ନାଇଁ ସେ ବାବୁ ବି ବଢିଆ ଏ ବାବୁ ବି ବଢିଆ ଆମେ ବାବୁଙ୍କୁ ଛାଡିଥିଲୁ ଟିକେ ଟିକେ କଥାରେ ମାନେ ଡାକୁଛୁ ସତ୍ୟ ଆଜ୍ଞା ସତ୍ୟ ଏବେ ବି ମତେ ଭଲ ପାଆନ୍ତି ଏବେ ବି କାଲି ରଙ୍ଗମହଲ ଫାଇନାଲ ହେଇଥିଲା ମୁଁ ଯାଇଥିଲି ବାବୁ ବି ମୋ ସାଙ୍ଗେ କଥା ହେଲେ ବାବୁ ମୋ ସହିତ ବହୁତ ମାନେ ଖର୍ଚ୍ଚ ବି ଦେଇଥିଲେ ମତେ 3,000 ଟଙ୍କା ମତେ ଖର୍ଚ୍ଚ ଦେଇଥିଲେ ବାବୁ ଆଉ ଯେ ପିଣ୍ଟୁ ଆଉ ତୋ ମନ ଲାଗୁନି ଯଦି ସେଇଠି ପଳେଇ ଯାଉଛି ଆଉ ତୋ କଥା ମୁଁ ବୁଝିବି ବାବୁ ବି କହିଥିଲେ ସତ୍ୟ ଭଲ ଆଜ୍ଞା ସତ୍ୟ ଆଜ୍ଞା ସତ୍ୟ ମାନେ ମୋ ଜୀବନ ଖରାପ ପାଇବିନି ସତ୍ୟ ଆଜ୍ଞା ମୁଁ ତ ମୋ ଦର୍ଶକ ମାନେ ମୋ ଭଗବାନଙ୍କୁ ଡାକୁଛି ଆପଣ ଆସନ୍ତୁ ଆପଣ ଯୋଉ 200-250 ଟିକେଟ ରହିବ କି ଯାହା ଟିକେଟ ଦାମ ରହିବ କିନ୍ତୁ ଆପଣଙ୍କୁ ମୁଁ କହୁଛି ଯଦି 200 ଟଙ୍କା ଟିକେଟ ରୁହେ ମୁଁ ଆପଣଙ୍କୁ 50 ଟଙ୍କା ମୁଁ ଡ୍ୟାନ୍ସ କରି ଦେଖିବି ଆପଣ 250 ଟଙ୍କା କଣ ହବ ଆପଣ ଯୋଉ 200 ଟଙ୍କା ଟିକେଟ କାଟିବ ନା ମୁଁ 50 ଟଙ୍କା ଆପଣଙ୍କୁ ଖୁସି କରେଇଦେବି ଯେ ପିଣ୍ଟୁ କଣ କଲା ବୋଲି ଆପଣ ମାନେ ସକାଳେ କହିବେ ନାଇଁ ସେ ପିଲାଟା ଜୀବନକୁ ବାଜି ଲଗେଇ ଦେଇଛି ମୁଁ ଆପଣଙ୍କୁ ଏବେ ବି କହୁଛି ମାନେ ମୁଁ ଯାତ୍ରାଟିରେ ବର୍ଷେ ରହିଲା ପର୍ଯ୍ୟନ୍ତ ସେ ଚ୍ୟାଲେଞ୍ଜ ଦଉଛି ମୁଁ ଜୀବନକୁ ବାଜି ଲଗେଇ ଖଟିବି